ओम नमो भगवते वासुदेवाय। सप्तम अध्याय। द्रौपदी देवी पंचसुत बद्ध करन्ते द्रोणसुत जेमन्ते दण्डिले अर्जुन। सप्तम अध्याये वर्णन। शौनक उवाच। व्यासंकु छाड़ी गंगा कूले नारद गले जेतेबेले चित्ते संशय जेते थिला नारद वाक्ये दूर हेला। से सर्व गुणे अधिकारी नारद वाक्य चित्ते धरी पुणी की कले पुण्य देहा कह आम्भंकु जेबे दया। एमन्ते मुनिंक प्रसने कृष्ण महिमा शुणी कर्णे सुत कहन्ति तोष चित्ते मुनिजनंकर अग्रते। सुत उवाच। से ब्रह्म नदीर पश्चिमे आश्रम सम्या प्रासनामे तहि अशेष मुनिजन एणु अनेक यज्ञ स्थान मध्ये बदरी नामे वन व्यासंक नियत आश्रम। सेवने सरस्वती कूले स्नान सारी प्रातः काले विष्णु भक्ति चिंती मने मुनि बसिले जोग ध्याने। निर्मल मने ध्यान करी तक्षणे प्रभु नरहरि माया सहिते हेले दृश्य जे हरि पुराण पुरुष। जे माया त्रिगुणे जड़ित जीव जहिरे होई ग्रस्त असत्य सत्य प्राये मणे आत्मार गति न प्रमाणे। तेणु से जन्मादि अनर्थ जीवकु हुई प्रापत ताहाकु उद्धारिबा अर्थे कृष्ण भक्ति जोग पथे। रचिले भागवत वाणी ए जीव तरे जाहा शुणी भक्ति लभे कृष्ण पादे न पड़े शोक मोह द्वंद्वे। संहिता करी हरि वाणी सुख मुनिकी पासे आणी स्वभावे तांको निज सुत हरसे देले भागवत। विशेषे गोविंद प्रसन्ने माया न लागे तांको मने। शौनक उवाच। माया न लागे जार चित्ते कि प्रयोजन तार ग्रंथे। सुख स्वभावे आत्माराम ताहार ग्रंथे कि वा श्रम। काहार अर्थे व्यास सुत अभ्यास कले भागवत। निर्लेप जोगी से जुकते संशय लागे आंब चित्ते। सुत उवाच। स्वभावे मुनिंकर चित्त ग्रंथरे नुहई ग्रंथित तथापि अकिंचन पणे भजन्ति गोविंद चरणे। जेणु सकल भूते हरि परम आत्मा रूपे पुरी तेणु भक्ति अतिरेके कहन्ति एक कुआरेके। से सुख मुनि शुद्ध चेता नित्य अभ्यासे हरि कथा भकत जनंकर अर्थे ताहार श्रम भागवते। एबे हो शुण विप्रजने हरि चरित सावधाने भकत परीक्षित कथा पांडुनंदनंक व्यवस्था। कुरु पांडव युद्ध अन्ते वीरेग मिले वीरपथे भीमसेनर गदा बाजी दुर्योधनर उरु भाजी। पलाई गला प्राण डरे लुचिला व्यास सरोवरे एमन्ते होइला रजनी जले भालई भय घेनी। कांदई जीवन विकले द्रोणनंदन देखि कूले बोलई राजा मुख चाही मोते जे नबरिलु तुही। युद्धे सकल वीर मारी ए भूमि अपांडवा करी तोते शांति राजकूले अखंड अवनिमंडले। शुणी बोलई नृपवर एबे हो पांडवा कर। एबे बरिली सेनापति फेड़ तू मोहर दुर्गति
ଏମନ୍ତ କହି ଅନ୍ଧବଳା ତାହାର ହସ୍ତେ ଜଳ ଦେଲା। ଦ୍ରୋଣକୁ ମର ବେଗେ ଉଠି ଧନୁ ଧଇଲା ଦୃଢ଼ ମୁଷ୍ଟି। ମନ୍ତ୍ରୀଣ ନାରା ଚପେସିଲା ପାଣ୍ଡବ ଶିବିରେ ପଡ଼ିଲା। ଦ୍ରୌପଦୀ ପାଞ୍ଚ ଯେ କୁମରେ ଶୋଇଣ ଥିଲେ ଅନ୍ତପୁରେ। ପଡ଼ି କାଟିଲା ତାଙ୍କ ଶିର ଶବଦ କଲା ମହାଘୋର। ଶୁଣି କମ୍ପିଲେ ଦିଗପାଳେ ପୁରିଲା ଭୂମି ଅନ୍ତରାଳେ। ଅତି ନିନ୍ଦିତ କର୍ମ କଲା ଦୈବ ବସେ ଦ୍ରୋଣବଳା। ଦ୍ରୌପଦୀ ଶୟନ ଉପେକ୍ଷି ପୁତ୍ର ମରଣ ଦେଖି ଦୁଃଖୀ। ବିକଳେ କରଇ ରୋଦନ ତାପାସେ ମିଳିଲା ଅର୍ଜୁନ। ଅନେକ ଶାନ୍ତି ବାକ୍ୟ କହି ବୋଲେ ଦ୍ରୌପଦୀ ମୁଖ ଚାହିଁ। ଦ୍ରୋଣକୁ ମର ଶିର ବାଣେ କାଟି ସ୍ଥାପିବି ତୋ ଚରଣେ। ତେବେ ହରିବି ତୋର ଶୋକ ତୁ ଏବେ ସ୍ଥିର ଚିତ୍ତେ ଦେଖ। ସେ ବ୍ରହ୍ମ ବନ୍ଧୁ ଆତତାଇ ତାହାର ବୋଧେ ଦୋଷ ନାହିଁ। ଏମନ୍ତେ ମଧୁର ବଚନେ ଶାନ୍ତି କରାଇ ତାର ମନେ। ଯାର ସାରଥି ଭଗବାନ କେତାରେ କରେ ଅପମାନ। ଗାଣ୍ଡିବ ଧନୁ ଧରି ହସ୍ତେ ବସିଲା କପି ଧ୍ୱଜରଥେ। ବେଗେ ଧାଇଁଲା ସଜ ହୋଇ ଦେବେ ଗଗନେ ଛନ୍ତି ଚାହିଁ। ଅର୍ଜୁନ ଦେଖି ଦ୍ରୋଣବଳା କାତରେ ହୃଦୟ କମ୍ପିଲା। ବାଳକ ବୋଧେ ଛନ୍ନ ମନେ ପଳାଇ ଜୀବନ ରକ୍ଷଣେ। ପଶିଲା ଯାଇ ଘୋର ବନେ ରୁଦ୍ରଙ୍କ ଡରେ ଅର୍କ ଜେନେ। ତାରେ ରକ୍ଷକ କେହି ନାହିଁ ଶ୍ରମେଣ ଅଶ୍ଵ ନ ଚଳଇ। ପ୍ରାଣ ରକ୍ଷଣେ ଦ୍ରୋଣ ସୁତ ମନେ ସୁମରି ବ୍ରହ୍ମଅସ୍ତ୍ର। ତକ୍ଷଣେ ଜଳେ ସ୍ନାନ କରି ବ୍ରହ୍ମଶିରାକୁ ହସ୍ତେ ଧରି। ସଂହାର ନ ଜାଣେ ତାହାରେ ପେଶିଲା ଅର୍ଜୁନ ଉପରେ। ସ୍ୱଭାବେ ବ୍ରହ୍ମଶିରା ନାମ ତେଜେ ବିରାଜେ ରବିସମ। ତାର ପ୍ରଚଣ୍ଡ ତେଜ ଚାହିଁ କମ୍ପଇ ଅର୍ଜୁନର ଦେହି। ବ୍ରହ୍ମ ଅସ୍ତ୍ରକୁ ଭୟ କଲା ଗୋବିନ୍ଦ ମୁଖକୁ ଚାହିଁଲା। ପଡ଼ିଅ ଭୟ ପାଦ ତଳେ ବୋଲଇ ଜୀବନ ବିକଳେ। ଅର୍ଜୁନ ଉବାଚ ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର ପ୍ରପନ୍ନ ଜନ ଭୟହର। ସଂସାର ଅନଳ ଦହନେ ଡରେ ସ୍ମରନ୍ତି ତୋତେ ଜନେ। ତାହାଙ୍କୁ ଦେଉ ମୁଖ୍ୟ ଗତି ଅଭୟ ବ୍ରହ୍ମେ ସେ ପଶନ୍ତି। ଆଦି ପୁରୁଷ ଭଗବାନ ପ୍ରକୃତି ପରେ ତୋ ବିଶ୍ରାମ। ସ୍ୱରୂପେ ମାୟାକୁ ସଂହରୁ ପରମ ଆନନ୍ଦେ ବିହରୁ। ଏଣୁ ତୋ ହର ଗତି ମୁହିଁ ମାୟାର ବଳେ ନ ଜାଣଇ। ଏ ଜୀବ ଲୋକେ ତୋର ମାୟା ତୁଟଇ ଯାରେ କରୁ ଦୟା। ଏ ଯେ ତୋ ହର ଅବତାର ଖଣ୍ଡିବ ଅବ ନିରଭାର। ତୋରେ ଶରଣ ଯେ ପଶଇ ସଂସାର ତାକୁ ନ ଲାଗଇ। ଏକିଆ ସଇ କାହୁଁ ତେଜେ ଆଚ୍ଛାଦି ତିନି ପୁର ସେଜେ। ସ୍ୱଭାବେ ପ୍ରଚଣ୍ଡ ଦାରୁଣ ଦେଖି କମ୍ପଇ ମୋର ପ୍ରାଣ। କହ କି କରିବି ଗୋସାଇଁ ତୋ ବିନୁ ଆନ ଗତି ନାହିଁ। ଅର୍ଜୁନ ବାକ୍ୟ ଶୁଣି ହସି କହନ୍ତି ପ୍ରଭୁ ବ୍ରହ୍ମରାଶି। ଶ୍ରୀ ଭଗବାନ ବାଚ ଜୀବନ ଡରେ ଦ୍ରୋଣ ବଳା ଅତି ମାନୁଷ କର୍ମ କଲା। ମନ୍ତ୍ର ନ ଜାଣଇ ସଂହାରେ ବେଗେ ପେଶିଲା ପ୍ରାଣ ଡରେ। ଏହା ନିବାରେ ଶସ୍ତ୍ର ନାହିଁ କେହି ନ ଜାଣେ ଦେହ ବହି। ତୁ ତ ସକଳ ଶସ୍ତ୍ର ଜାଣୁ ଚଞ୍ଚଳ ଚିତ୍ତେ ନ ପ୍ରମାଣୁ। ଏ ବ୍ରହ୍ମ ଶସ୍ତ୍ର ତେଜ ଘୋର ତୁ ବ୍ରହ୍ମ ଶସ୍ତ୍ରରେ ନିବାର। ସୁତ ଉବାଚ ଶୁଣି ଗୋବିନ୍ଦ ମୁଖୁ ବାଣୀ ଅର୍ଜୁନ ମନେ ମନେ ଗୁଣି। ତକ୍ଷଣେ ଆଚମନ ସାରି କରିଣ ପ୍ରଦକ୍ଷିଣ ହରି।
ଦ୍ରୋଣଙ୍କ ତହୁଁ ଅଛି ଜାଣି ଭାବେ କହିଲେ ଚକ୍ରପାଣି। ବ୍ରହ୍ମସରକୁ ବ୍ରହ୍ମସର ମନ୍ତ୍ର ପେଶିଲା ବୀରବର। ଗଗନ ମଧ୍ୟେ ବେନିସରେ ଭୂମିକମ୍ପଇ ଥରହରେ। ଅର୍କ ଅନଳ ପ୍ରାୟ ଦିଶି ବେଢିଲେ 10 ଦିଗଗ୍ରାସୀ। ସେବେନି ଶସ୍ତ୍ର ତେଜ ରାଶି ପ୍ରଳୟାନଳ ପ୍ରାୟ ଦିଶି। ଦହିଲା ପ୍ରାୟ ତ୍ରିଭୁବନ ଦେଖି ଡରିଲେ ସର୍ବଜନ। କୃଷ୍ଣ ବୋଇଲେ ଶୁଣ ବୀର ଅସ୍ତ୍ରେ ସେ ଅସ୍ତ୍ର କୁସଂହର। ଯହୁଁ କହିଲେ ଚକ୍ରପାଣି ତକ୍ଷଣେ ସଂହରିଲାଣି। ରଥୁ ଓହ୍ଲାଇ ମହାରୋଷେ ଧଇଲା ଅଶ୍ୱତ୍ଥାମା କେଶେ। ପ୍ରଚଣ୍ଡ ରୋଷେ ଶିର ଝୁଣି ଆକର୍ଷି ପାତିଲା ଧରଣୀ। କରଚରଣ ତନୁ ଛନ୍ଦେ ବେଗେ ବାନ୍ଧିଲା ମାଲବନ୍ଦେ। ବରୁଣ ପାଶୋ କୁସୁମରି ପଶୁଙ୍କ ପ୍ରାୟ ବନ୍ଦୀ କରି। ଅର୍ଜୁନ ମନେ ଦୟା ବହି ରାଜସଦନେ ନେବା ପାଇଁ। ରଥର ଦଣ୍ଡେ ବାନ୍ଧେ ଆଣି ଦେଖି ବୋଲନ୍ତି ଚକ୍ରପାଣି। ଏ ବ୍ରହ୍ମ ବନ୍ଧୁ ବତ୍ସଦ୍ରୋହୀ ଏହାକୁ ଦଣ୍ଡେ ହେନ ଥୋଇ। ମନେ ତୁ ଅନ୍ୟ ନ ବିଚାର ବେଗେ ଏହାର ପ୍ରାଣହର। ନିର୍ଦ୍ଦୋଷ ବାଳକ ଶୟନେ ଥିଲେ ଯେ ନିଦ୍ରିତ ଲୋଚନେ। ଏନାଶ କଲା ତାଙ୍କ ପ୍ରାଣ ଏବେ କହିବା ପାର୍ଥ ଶୁଣ। ମତ ପ୍ରମତ୍ତ ଉନ୍ମତ୍ତ ବାଳବନିତା ନିଦ୍ରାଗତ। ଶରଣାଗତ ରଥହୀନ ଯୁଦ୍ଧେ ଶଙ୍କିତ ରିପୁଜନ। ଏହାଙ୍କୁ ବଧ ଯେ କରନ୍ତି ଜୀବନ ଥାଉ ସେ ମରନ୍ତି। ପର ଜୀବନ ମାରି ଆଣି ଆତ୍ମାକୁ ପୋଷନ୍ତି ଯେ ପ୍ରାଣୀ। ତାଙ୍କୁ ମାରନ୍ତେ ବହୁ ପୁଣ୍ୟ ବେଦେ କହନ୍ତି ବିପ୍ରଜନ। ତୁ ଯେ ଦ୍ରୌପଦୀ ଆଗେ ରହି ପ୍ରତିଜ୍ଞା କଲୁ ଗର୍ବ ବହି। ବୋଇଲୁ ନକାନ୍ଦ ସୁନ୍ଦରୀ ତୋର ରିପୁକୁ ମୁହିଁ ଧରି। ତାହାର ଶିର କାଟି ବେଗେ ସ୍ଥାପିବି ତୋର ପାଦ ଯୁଗେ। ମୁହିଁ ଯେ ଶୁଣି ଅଛି ଏହା ଏବେ ରଖିଲୁ କରି ଦୟା। ବେଗେ ହାର ପ୍ରାଣହର ନିମିଷେ ବିଳମ୍ବ ନ କର। ଏ ପାପୀ ଆତତାୟୀ ନର ବାଳକ ହନ୍ତା ଏ ତୁମ୍ଭର। ଯାହାର ଆଶ୍ରେ ଭୋଗ କଲା ତାର ଅପ୍ରିୟ ଏ ଚିନ୍ତିଲା। ଏଣୁ ଏ କୁଳ ପାଂଶୁପଣେ ନିତ୍ୟ ବଞ୍ଚଇ ଘୋର ବନେ। ସୁତ ଉବାଚ ଏମନ୍ତେ ଧର୍ମ ପରୀକ୍ଷାର୍ଥେ କୃଷ୍ଣ କହିଲେ ନାନା ମତେ। ଅର୍ଜୁନ ନ ଶୁଣଇ ତାହା ଗୁରୁପୁତ୍ରକୁ କରି ଦୟା। ଯଦ୍ୟପି ଅଟେ ପୁତ୍ର ଦୋହି ତଥାପି ବଧେ ଇଚ୍ଛା ନାହିଁ। ତକ୍ଷଣେ ଉଠି ବୀର ପାର୍ଥ ବଧନ କରି ଗୁରୁସୁତ। ଦ୍ରୌପଦୀ ଆଗେ ନେଇ ଦେଲା ତୋରିପୁ ସମ୍ଭାଳ ବୋଇଲା। ନିନ୍ଦିତ କର୍ମେ ହୀନ ହୋଇ ବନ୍ଧନ ପଶୁ ପାଶେ ଦେହି। ଦ୍ରୌପଦୀ ତାର ମୁଖ ଚାହିଁ ତକ୍ଷଣେ ଚିତ୍ତେ ଦୟା ବହି। ପୁତ୍ରଙ୍କ ରିପୁ ଏ ନିୟତ ସ୍ୱଭାବେ ଦ୍ରୋଣ ଗୁରୁସୁତ। ଅନ୍ତରେ ନମସ୍କାର କଲା ଅର୍ଜୁନ ମୁଖକୁ ଚାହିଁଲା। ବୋଲଇ ବେନି କର ଯୋଡ଼ି ବନ୍ଧନ ଦିଅ ବେଗେ ଫେଡ଼ି। ସ୍ୱଭାବେ ବିପ୍ର ଗୁରୁଜନ ବିଶେଷେ ଦ୍ରୋଣଙ୍କ ନନ୍ଦନ। ରହସ୍ୟ ଧନୁର୍ବେଦ ଗ୍ରାମ ବିସର୍ଗ ସଂହାର ସଂଯମ। ସକଳ ଅସ୍ତ୍ର ଶସ୍ତ୍ର କଳା ଯେ ଗୁରୁ ପଣେ ଶିଖାଇଲା। ସେହିଟି ପୁତ୍ର ରୂପେ ଜାତ ଆତ୍ମାରୁ ଆପଣେ ସମ୍ଭୂତ। ସ୍ୱାମୀର ତହୁଁ ଅର୍ଦ୍ଧେ ଘେନି ଯୁକତେ ଏହାର ଜନନୀ। ସ୍ୱାମୀର ସଙ୍ଗେ ସେ ନ ଗଲା ଯେଣୁ ଏ ପୁତ୍ର ତାର ଥିଲା। ତୁମ୍ଭେ ଧର୍ମଜ୍ଞ ମହାଭାଗ ଏନୋହେ ତୁମ୍ଭ ଦଣ୍ଡ ଯୋଗ୍ୟ। ଏ ତୋର ଧର୍ମ ଗୁରୁକୁଳ ଏହାକୁ ଭଲେ ପ୍ରତିପାଳ।
ଏହାର ଗୌତମୀ ମାତା ସୁପୁଣ୍ୟବତୀ ପତିବ୍ରତା। ରୋଦନ ନ କରୁ ସେ ଶୋକେ ମୋହର ପ୍ରାୟେ ପୁତ୍ର ଦୁଃଖେ। କ୍ଷତ୍ରିୟ ଯେବେ ମୂଢ଼ପଣେ କୋପ ସମ୍ପାଦେ ବିପ୍ରଗଣେ। ସେ କୋପ ନିଜ କୁଳ ଦହେ ଏଣୁକେ ବିପ୍ରେ ହିଂସା ବହେ। ସୁତ ଉବାଚ ଦ୍ରୌପଦୀ ଧର୍ମ ନ୍ୟାୟ ବାଣୀ ହରଷେ ଯୁଧିଷ୍ଠିର ଶୁଣି। ପୁଣି ନ କୁଳ ସହଦେବ ସାତ୍ୟକୀ ଅର୍ଜୁନ ପାଣ୍ଡବ। ଦେବକୀ ପୁତ୍ର ଆଦି କରି କୁନ୍ତୀ ସହିତେ ଯେତେ ନାରୀ। ମୌନେ କିଛି ନ ବୋଇଲେ ସେ ଧର୍ମ ଅନ୍ତରେ ଜାଣିଲେ। ତାହାଙ୍କ ମଧ୍ୟେ ଭୀମସେନ କ୍ରୋଧରେ ଅରୁଣ ଲୋଚନ। କୋପେ ଚାହିଁଲା ପୁତ୍ର ଶୋକେ ବୋଇଲା ଅତି ମନ ଦୁଃଖେ। ତୀକ୍ଷ୍ମ ଖଡ଼ଗେ କାଟି ଶିର ଏହାକୁ ନରକୁ ଧର। ଶୟନେ ଶିଶୁ ବଧ କଲା ଜୀବନ ଥାଉ ଏ ମରିଲା। ଏହାକୁ ନ କରିଲେ ହତ ଏ ପାପୁ ତରିବ କେମନ୍ତ। ଦ୍ରୌପଦୀ ତୁଲେ ଚକ୍ରପାଣି ଏ ଧର୍ମ ଭୀମ ମୁଖୁ ଶୁଣି। ଅଳପ ହାସେ ଭାବଗ୍ରାହୀ ବୋଲନ୍ତି ଅର୍ଜୁନକୁ ଚାହିଁ। ଶ୍ରୀ ଭଗବାନୁବାଚ ବ୍ରାହ୍ମଣ ବଧ ଯୋଗ୍ୟ ନୋହି ଏହା ମୁଁ ଶାସ୍ତ୍ରେ ଅଛି କହି। ଯେ କରେ ଆତତାୟୀ କର୍ମ ତାକୁ ମାରିବା ଅଟେ ଧର୍ମ। ମାରଣ ଉଚିତ ଏହାର ଏହାକୁ ରଖ ବୀରବର। ଉଭୟ ବାକ୍ୟ ମୋର କର ଯେ ଧର୍ମ ଉଚିତ ବ୍ୟବହାର। ଦ୍ରୌପଦୀ ପୁତ୍ର ଶୋକ ବେଳେ ତୁଜେ ବୋଇଲୁ ଅବହେଳେ। ତୋହର ପୁତ୍ର ଶତ୍ରୁ ହାଣି ଶିର ଚରଣେ ଦେବି ଆଣି। ଖଣ୍ଡିବ ପୁତ୍ର ଶୋକ ତେବେ ତୋର ବଚନ କର ଏବେ। ଶସ୍ତ୍ରେ ଏହାର ତେଜହର ଜୀବନ ମୃତ ପ୍ରାୟ କର। ଶାସ୍ତି ଲାଞ୍ଛନେ ଏ ବିହରୁ ଏ ବିପ୍ର ଜୀବନେ ନ ମରୁ। ଶୋକ ନ ଥାଉ କୃଷ୍ଣାଚିତ୍ତେ ଏକଥା କର ଭୀମ ହିତେ। ଏକଥା ମୋର ସନମତ ଶୁଣି ଅର୍ଜୁନ କୃତକୃତ୍ୟ। ତକ୍ଷଣେ ଉଠି କୋପ ଭରେ ତୀକ୍ଷ୍ମ ଖଡ଼ଗ ଧରି କରେ। କେଶ ଧଇଲା ବାମ ହସ୍ତେ ମଣି ଯେ ଥିଲା ତାର ମାଥେ। ଖଡ଼ଗ ଧରି ଦୃଢ଼ ମୁଷ୍ଟି ମଣି ସହିତେ ଶିଖା କାଟି। ଆଣି ଥୋଇଲା ବାହୁବଳେ ଦ୍ରୌପଦୀ ଦେବୀ ପାଦ ତଳେ। ବନ୍ଧନ ତକ୍ଷଣେ ଫେଇଲା ଦ୍ରୌପଦୀ ତା ମୁଖ ଚାହିଁଲା। ବାଳକ ହତ୍ୟା ଦୋଷେହୀନ ମଳିନ ଦିଶେ ତା ବଦନ। ମଣିହରଣେ ତେଜ ଗଲା ନଗରୁ ବେଗେ ପଳାଇଲା। କେଶବ ପନ ଧନ ହରି ତାହାକୁ ରାଜୁ ଦୂର କରି। ବ୍ରାହ୍ମଣ ଦଣ୍ଡୀ ଏହି ମତେ ମରଣ ଲଭଇ ଜୀବନ୍ତେ। ଦ୍ରୋଣକୁ ମରେ ଶାସ୍ତି ଦେଇ ଜ୍ଞାତି ବାନ୍ଧବେ ରୁଣ୍ଡ ହୋଇ। ସର୍ବେ ଆତୁର ପୁତ୍ର ଶୋକେ ବାଳକ ଘେନି ଏକେ ଏକେ। ଦହନ କଲେ ଦୁଃଖ ମନେ ଏବେ ହୋ ଶୁଣ ମୁନି ଜନେ। ସୁଜନ ହିତେ ଭାଗବତ ଭିଆଇ ରସମୟ ଗୀତ। ପ୍ରଥମ ସ୍କନ୍ଧେ ହରିବାଣୀ ଶୁଣି ସଂସାରୁ ତର ପ୍ରାଣୀ। ଅମୃତ ଶ୍ରୀକୃଷ୍ଣ ଚରିତ କହଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ଦ୍ରୌପଦୀ ପୁତ୍ରବଧେ ଅଶ୍ୱତ୍ଥାମା ମଣିହरणं ନାମ ସପ୍ତମୋऽଧ୍ୟାୟः। ଶ୍ରୀକୃଷ୍ଣଂ ସମର୍ପଣମस्तु। ଓಂ ନମୋ ଭଗବତେ ବାସୁଦେବାୟ।